ଏଇଟା ହେଉଛି ସଜନା ଶାଗ। ଏଠି ଔଷଧୀୟ ଗୁଣ ବହୁତ ଅଛି, ଉପକାରିତା ଜିନିଷ ଇଏ। ତାକୁ ଭାଜିକି ଖାଇପାରିବେ, ୟାକୁ ଶାଗ ଭଜା କରି ଖାଇପାରିବେ, ୟାକୁ ପେଷ୍ଟ କରି ଜୁସ୍ କରି ବି ପିଇପାରିବେ। ପାଟି ଟିକେ ଭଲ ଲାଗିବନି, ପାଟି ଭଲ ନ ଲାଗୁ ଦେହ ପାଇଁ ଭଲ। ଏ ଶାଗରେ ବହୁତ ଉପକାରିତା ଗୁଣ ଅଛି, କ୍ୟାଲସିୟମ୍ ଅଛି, ପ୍ରୋଟିନ୍ ଅଛି ଭରପୁର। ବ୍ଲଡ଼ ପ୍ରେସର, କିଡ଼ନୀ, ଡାଇବେଟିସ୍ ଆଉ ଥାଇରଏଡ଼୍ ପାଇଁ ଇଏ ରାମବାଣ ଔଷଧ। ଯେଉଁ ମାଆ ମାନେ ଛୋଟ ଛୁଆମାନଙ୍କୁ ସ୍ତନ୍ୟପାନ କରୁଛନ୍ତି, ସେମାନେ ଶାଗ ଖାଇଲେ ବହୁତ ଉପକାରିତା ଆସିଥାଏ ତାଙ୍କ ଦେହରେ। ବହୁତ ସେମାନେ ହେଲ୍ଦି ହୁଅନ୍ତି ଆଉ ତାଙ୍କ ଦେହରେ ଶକ୍ତି ପ୍ରଚାର ହୁଏ। ଦେହର ହାଡ଼, ୟାକୁ ଖାଇଲେ ଦେହର ହାଡ଼ ମଜବୁତ ହୁଏ, ଷ୍ଟ୍ରଙ୍ଗ ହୁଏ। ଆପଣମାନେ ଯଦି ଆପଣଙ୍କ ବାରିଘରେ ଯଦି କିଛି ଏ ଶାଗ ନଥିବ, ବଜାରରେ ମାର୍କେଟରେ ପରିବା ମାର୍କେଟରେ ମିଳୁଛି, ତାକୁ ବି ଯଦି ଆପଣ ନ ଆଣିବେ ତାହେଲେ ଆୟୁର୍ବେଦିକ ଦୋକାନରେ ୟାର ପାଉଡ଼ରଟା ମିଳୁଛି, ତାକୁ ବି ଆଣି ଆପଣ ଖାଇପାରିବେ। ଏ, ବି, ସି ଭିଟାମିନ୍ ୟା ଦେହରେ ଅଛି। ଆପଣମାନେ ନିଶ୍ଚିନ୍ତ ଏହାକୁ ପାଇଲେ ଖାଆନ୍ତୁ, କିମ୍ବା ଦୋକାନରୁ ଆଣିକି ଆୟୁର୍ବେଦିକ ଦୋକାନରୁ ଖାଆନ୍ତୁ। ଦେହ ପାଇଁ ଇଏ ବହୁତ ଉପକାରିତା ସଜନା ଶାଗ। ଆପଣମାନଙ୍କୁ ଯଦି ମୋ କଥା ଭଲ ଲାଗିଥାଏ ତାହେଲେ ଆପଣ ସବସ୍କ୍ରାଇବ୍ କରିବେ, ଲାଇକ୍ କମେଣ୍ଟ କରିବେ। ନମସ୍କାର।